ଶାଢ଼ୀ ଶଙ୍ଖା ସିନ୍ଦୁର ସବୁ ନେଇ ଆସିଛନ୍ତି। ହଁ ଆଜି ଆଜି ମୋ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ଜଗନ୍ନାଥଙ୍କ ପାଖରେ ମୋ ଶଙ୍ଖା ସିନ୍ଦୁରକୁ ସମର୍ପି ଦେବି। ଆଉ ସେଇ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋ ସ୍ୱାମୀଙ୍କ ପାଇଁ ମୁଁ 100 ମାନସିକ କରିବି। 100 ଅପା ତମେ ଜଣେ ମୁସଲମାନ ଝିଅ ମଧ୍ୟ ଆମ ଜଗନ୍ନାଥ ସଂସ୍କୃତିକୁ ଆପଣେଇ 12 ମାସରେ ତାର ଓଷାବ୍ରତ କରୁଛ। ସତରେ ଅପା ଆମ ସଂସ୍କୃତି କେତେ ମହାନ। ଜଗନ୍ନାଥ ସଂସ୍କୃତି କହେ ସ୍ୱାମୀ ଇହ କାଳ ପରକାଳର ଦେବତା। ସ୍ୱାମୀ ସେବାରେ ଥାଏ ଗତି ମୁକ୍ତି ଆଉ ଶାନ୍ତି। ହେଲେ ଅପା ଯାହା ପାଇଁ ତମେ ନିଜକୁ କାଠ ପଥର ସଜେଇ ଦେଇଛ ତା ବଦଳରେ ପାଇଛ କ'ଣ? ଖାଲି ଦୁଃଖ ଆଉ ଦୁଃଖ। ସେଇ ଦୁଃଖ ଭିତରେ ବି ଅଛି ଅନେକ ଆନନ୍ଦ। ମୋ ସ୍ୱାମୀ ସିନା ମତେ ଦୂରେଇ ଦେଇଛନ୍ତି ହେଲେ ମୁଁ ତାଙ୍କୁ ମୋ ହୃଦୟ ଭିତରେ ସାଇତି ରଖିଛି। ସାରା ଜୀବନ ଏମିତି ସାଇତି ରଖିଥିଲେ ବି କିଛି ଲାଭ ହବନି ଅପା। ବରଂ ଭଲ ହବ ମୁଁ ଏବେ ସେ ଜୟଦେବ ଘରକୁ ଯିବି। ନାଇଁ ସେ ଭୁଲ ତମେ କରନି। ସେଠିକି ଜମାରୁ ବି ଯାଅନି। ସେମାନେ ନୈଷ୍ଠିକ ବ୍ରାହ୍ମଣ ଆଉ ମୁଁ ହଉଛି ମୁସଲମାନ। ଅପା ମୁଁ ଯିବି ମାନେ ଯିବି ପ୍ଲିଜ ମତେ ବାଧ୍ୟ କର ପ୍ଲିଜ। ସାର୍ଥକ ବାବୁ ଜମାରୁ ବି ସେଠିକି ଯାଅନି। ମୁଁ ମୋ ଶ୍ୱଶୁରଙ୍କୁ କଥା ଦେଇଛି ସେ ଘରକୁ କୌଣସି ପରିସ୍ଥିତିରେ ବି ମୁଁ ଯିବିନି। କାହିଁକି ନା ମୋ ଶ୍ୱଶୁର ଜଣେ ନୈଷ୍ଠିକ ବ୍ରାହ୍ମଣ ଆଉ ମୁକ୍ତି ମଣ୍ଡପର ମହାପଣ୍ଡିତ। ହିନ୍ଦୁ ମୁସଲମାନ ମୁସଲମାନ ହିନ୍ଦୁ ଏ ଧର୍ମ ଯୁଦ୍ଧରେ ତମେ ହାରିଯିବ ଅପା। ମରିଗଲେ ବି ଖୁସି ହେବି କିନ୍ତୁ କୌଣସି ପରିସ୍ଥିତିରେ ସେ ଘରର ବୋହୂର ଅଧିକାର ନେଇ ଜଗନ୍ନାଥଙ୍କର ସ୍ତ୍ରୀର ଅଧିକାର ନେଇ ସେ ଘରକୁ ମୁଁ କୌଣସି ପରିସ୍ଥିତିରେ ଯିବିନି। ତମେ ବି ଯାଅନି ସେଠିକି ଯାଅନି ତମେ। ଏ ସମାଜର ଉଶୃଙ୍ଖଳିତ ନାରୀ ମାନେ ଜୀବନରେ ଯଦି କିଛି ଶିଖିବାର ଅଛି ତାହେଲେ ମୁସଲମାନ ଝିଅ ସାଇନା ବେଗମ ଠାରୁ ଶିଖ। ଅନ୍ତତଃ ଜୀବନ ଦର୍ଶନର ତତ୍ତ୍ୱ ମିଳିଯିବ। ଜୀବନ ଦର୍ଶନର ତତ୍ତ୍ୱ। ମୋ ଜୀବନ ଏମିତି ଗୋଟିଏ ଗପ ଯେଉଁ ଗପରେ ଖାଲି ଦୁଃଖ ଆଉ ଦୁଃଖ। ଏହି ଦୁଃଖର କାହାଣୀ ଭିତରେ ମୁଁ ମୋ ସ୍ୱାମୀଙ୍କ ପାଇଁ ସାବିତ୍ରୀ ବ୍ରତ କରିବି। ହଁ ମୋର ଏ ସୁହାଗିନୀ ବେଶ ଦେଖିବା ପାଇଁ ମୋ ସ୍ୱାମୀ ସିନା ମୋ ପାଖରେ ନାହାନ୍ତି କିନ୍ତୁ ଏ ଜଗତରେ ନାଥ ଜଗନ୍ନାଥଙ୍କୁ ଗୁହାରି କରିବି। ହେ ପ୍ରଭୁ ଚକା ନୟନ ତମେ ସିନା ଚକା ଚକା ଆଖିରେ ଦୁନିଆକୁ ଦେଖୁଛ କିନ୍ତୁ ମୋର ଏ ସୁହାଗିନୀ ବେଶ ଦେଖିବାକୁ ମୋ ସ୍ୱାମୀଙ୍କର ଆଖି ନାହିଁ। ପ୍ରଭୁ ତମରି ପାଖରେ ଗୁହାରି କରୁଛି ମୋ ସ୍ୱାମୀକୁ ତମେ ଘଣ୍ଟ ଘୋଡ଼େଇ ରଖିଥାଅ। ସେ ଯୋଉଠି ଅଛନ୍ତି ଯେମିତି ଅଛନ୍ତି ତାଙ୍କୁ ତମେ ଘଣ୍ଟ ଘୋଡ଼େଇ ରଖ ପ୍ରଭୁ। ତାଙ୍କୁ ଘଣ୍ଟ ଘୋଡ଼େଇ ରଖ। ମୁଁ ସିନା ମୋ ଜଗନ୍ନାଥଙ୍କ ପାଇଁ ଲକ୍ଷ୍ମୀ ହେଇପାରିଲେନି କିନ୍ତୁ ଦେବଦାସୀଟିଏ ହେଇ ମୁଁ ତାଙ୍କୁ ଏଇଠୁ ଥାଇ ମୁଣ୍ଡିଆ ମାରିବି। ମୋ ସ୍ୱାମୀକି ମୁଁ ଏଇଠୁ ମୁଣ୍ଡିଆ ମାରିବି। ଭାଙ୍ଗୁଛି ଗାଡୁଛି ମାରୁଛି ତାରୁଛି ଏକା ସେଇ ଜଗନ୍ନାଥ। ତାହାରି ଇଚ୍ଛାରେ ଏ ସାରା ପୃଥିବୀ ହୁଏ ପରା ଆତଯାତ। লেখিছি সোনা লেখনীরে সিয়ে তো লেখিছি সবুরি জীবন গপ। সে পরা মুক্তি মণ্ডপ সে পরা মুক্তি মণ্ডপ সে পরা মুক্তি মণ্ডপ 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 মুক্তি মণ্ডপ। তবে কোটি সাইনা তবে কোটি তবে কেমিতি অছ? ভলরে অছ না? আজ সাবিত্রী ব্রত
ମୁଁ ଜାଣିଛି ସାଇନା ନୂଆ ଶାଢ଼ୀ ପିନ୍ଧିଥିବ, ନୂଆ ଶଙ୍ଖା ବି ପିନ୍ଧିଥିବ, ଆଉ ହିନ୍ଦୁ ରୀତି ଅନୁସାରେ ନିଜକୁ ସଜେଇ ହେଇଥିବ। ଆଉ ମୋ କଥା ମନେ ପକେଇ ତା ଅମାନିଆ ଲୁହ ଗୁଡ଼ାକ ଜମା ବୋଲ ମାନୁ ନଥିବ। ହେଲେ ମୁଁ ଏମିତି ଗୋଟେ ହତଭାଗ୍ୟ ସ୍ୱାମୀ ଯେ ଏ ସମାଜର ନିଷ୍ଠୁର ନିୟମର ଦ୍ୱାଇ ଦେଇ ମୁଁ ତାକୁ ମୋ ପାଖରୁ ଦୂରେଇ ଦେଇଛି। ଆଜି ସାବିତ୍ରୀ ବ୍ରତରେ ମୋ ପାଦ ସ୍ପର୍ଶ ନ କଲେ ସେ ପାଟିରେ ପାଣି ଟୋପେ ବି ଦିଏନି। ଆଉ ସାଧବ ବୋଉଟିଏ ଭଳି ସଜେଇ ହେଇ ଆସି ମୋତେ ପଚାରେ, ଏଇ ମୁଁ ସୁନ୍ଦର ଲାଗୁଛି ନା? ହେଲେ ତାର ସେଇ ପୁନେଇ ଚାନ୍ଦ ଭଳି ମୁହଁ ଟିକେ ଦେଖିବା ପାଇଁ ଭଗବାନ ମୋତେ ଅନ୍ଧ କରିଦେଲେ। ହେ ଜଗନ୍ନାଥ, ମୁସଲମାନ ହେଲେ ବି ସେ ପୁରା ତମର ପରମ ଭକ୍ତ। ଗୀତା ଭାଗବତ ଗୀତ ଗୋବିନ୍ଦ ଗାଇ ଗାଇ ସେ ପୁରା ତମ ଅନନ୍ତ ପ୍ରେମରେ ଲୀନ ହେଇଯାଇଛି। ତାହେଲେ ମୁଁ କଣ ଏଇଆ ବୁଝିବି ଯେ ବ୍ରାହ୍ମଣ ବଂଶରେ ଜନ୍ମ ହେଇ ମୁସଲମାନ ଝିଅକୁ ବିବାହ କଲି ବୋଲି ତମେ ମୋତେ ଅନ୍ଧ କରିଦେଲ? ହେ ଜଗନ୍ନାଥ, ସାଇନା ତମର ପରମ ଭକ୍ତ। ଭକ୍ତ ପାଖରେ ଜାତି ନଥାଏ ଏକଥା ତମେ ପ୍ରମାଣ କରି ସାରିଛ। ଦାସିଆ ବାଉରୀ ହାତରୁ ନଡ଼ିଆ ନେଇଛ, ଶାଲବେଗକୁ ନିଜର ପରମ ଭକ୍ତ ବୋଲି ପ୍ରମାଣ ଦେଇ ସାରିଛ। ଯଦି ମୁଁ ପାପି ତାହେଲେ ଏତେ ପରୀକ୍ଷା ନେବା ପୂର୍ବରୁ ମୋତେ ମାରିଦିଅ ପ୍ରଭୁ, ମୋତେ ମାରିଦିଅ। সাইন কর। না মু এ পেপার সাইন করি পারিবেনি। চাই না এ পেপারে সাইন কর। এ শুনো, মো পরিবার সদস্য তোমাকে ঘরকু ভোর করি আনিছ যেতবে তাকে বিনা অনুমতি মু ছড়াপত্র দেই পারিবেনি। এ বাহাঘর এত দিন বিতি গলা পরে মু যেতবে তুমি স্বামী রূপে গ্রহণ করি পারনি, এ পরিবারকু মো পরিবার বলি স্বীকার করি পারনি। তম সহিত মোর কৌনসি সম্পর্ক নাই, তেণু এ পেপারে তুমি সাইন করিব। পারিবেনি বাস। কଣ କହିଲୁ ବୋଉ? ଆଜି ଭଳି ଦିନରେ ତୋ ସ୍ୱାମୀକି ତୁ ଡିଭୋର୍ସ ଦବୁ? ଆରେ ବା, ଆଜି ସାବିତ୍ରୀ ବ୍ରତ। ସ୍ୱାମୀର ମଙ୍ଗଳ ପାଇଁ ପ୍ରତ୍ୟେକ ନାରୀମାନେ ଠାକୁରଙ୍କ ପାଖରେ 100 ମାନସିକ କରିଥାନ୍ତି। ଐଶ୍ୱଲକ୍ଷଣୀ ପାଇଁ ସ୍ୱାମୀର ପାଦ ପୂଜା କରି ତାଠାରୁ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ହେଲେ ତୁ ଆଜି ଭଳି ଦିନରେ ସ୍ୱାମୀକି ଡିଭୋର୍ସ ଦେବା କଥା କହୁ? ଥାଉ ନା ଥାଉ, ବହୁତ ସଇଲେଣି ନା, ମୁଁ ବହୁତ ସଇଲେଣି। ହେଲେ ଆଉ ନୁହେଁ, ପ୍ରତି ମୁହୂର୍ତ୍ତରେ ନାଗୁଣେ ଧନସନ ମୋତେ ଛଟପଟ କରି ମାରୁଛି। ସବୁବେଳେ ଏମିତି ଛଟପଟେ ମରିବା ଅପେକ୍ଷା ଦିନେ ମରିବା ବେଶ ଭଲ।